नमस्कार सर। नमस्कार। ଭଲ ଅଛନ୍ତି ସାର୍? नमस्कार। डाकून धनचे। ଆଉ ଭଲ ଅଛନ୍ତି ପୁରା ତାଜା? यस एक नंबर। ଆଉ ଯାହାକି ଆଜି ତ ଯାହାକି ଚାରିଟା ନାଟକ ଯାହାକି ପିପଲଗୁଡ଼ାରେ ହେଇଥିଲେ ଆଉ ବହୁତ ସୁନ୍ଦର ଆଜି ବହୁତ ବନ୍ଧୁ ସବୁ ମିଳନଟା ଆକ୍ଟର ହେଇଛି। ହଉଛି ବନ୍ଧୁ ମିଳନ। ଆଉ ଆଜି କେନ୍ତା ଲାଗଲା ସେ ବାବଦରେ କହିବେ କଣ? बहुत खुशी लाଗୁଛି। ନାଚ ଯେତିକି ଭଲ ଲାଗୁ କି ନ ଲାଗୁ ବନ୍ଧୁ ମିଳନ ଏକ ନମ୍ବର ଲାଗୁଛି। ये देखी नहीं बोली फास्ट किसी सब नाट के देखी बोली छे मतलब पेंटिंग रूम के नहीं जाई कि नाट पाखे भी नहीं जाई आके नहीं मिसी तो मैं प्राय अब्दुल में सब नाट को देखी मतलब के ଯାଇଥିଲ और अरे बात नहीं मिल ଆଚ୍ଛା बेटा पर धीरे धीरे ଏଠି ପଳେଇ ଆଇଛି ତ। ତମର ବାଟେ କେଟା ପରେ ହେଲା ଯେ। ଆମର ବାଟେ नहीं थी ତମର ବାଟେ नहीं थी तुम बाहर थी ହଇ। ଯେ ମାମୁଁ ମୋର ଲगे ଯାଇଥିଲେ ମାମୁଁ ମୋର ଲगे ଯାଇଥିଲେ କେନ୍ତା ଆଚ୍ଛା ଆଚ୍ଛା ଆଉ ଯାହାକି ପୁରା ଖଳନାୟକ ଆଉ ଖଳନାୟକ ଯାହାକି ଜୁଟିଛନ୍ ଆଉ ଖାଲି ଖଳନାୟକ ନ ଖଳନାୟିକା ମଧ୍ୟ। ଖଳନାୟକ ମଧ୍ୟ ଜୁଟିଛନ୍ ପୁରା ଆଉ ଗୋଟେ କଥା ପଚାରାମି ହଁ। ଆଉ ନାଟକ ତ ହଉଛି ଆକ୍ଚୁଆଲି ଆଉ ଖଳନାୟକ ଆଉ ଖଳନାୟକ ନେଇଥିଲେ ନାଟକ ହେଇପାରବା କି ସେ ବାବଦରେ କହିବେ नहीं नहीं बात। नहीं ହୋଇଥିଲେ नहीं होए ना ଆଚ୍ଛା କେନ୍ତା ନେଇପାରିବେ ସେ ବିଷୟରେ କହିପାରିବେ? परिवार भितरे भी ଆଜ୍ଞା ଜଣେ ଲୋକ परिवार भितरे भी कोरोना नहीं था ଆଜ୍ଞା किंतु घंटा गोटे टाइम आईसी ସାର୍ ये भी गुटे लोग भी वो सासू हो ससुर हो हजबैंड हो जे भी गुटे ଆଜ୍ଞା ଟିକେ ନା ଟିକେ ଗୋଟେ ତାର ଗୋଟେ ବାହାର କରିବା ଗୋଟେ ଘଣ୍ଟା ସାର୍ ବଡ଼ ଥିଲେ ମନ୍ଦ ଆଜ୍ଞା ଦୁଃଖ ଥିଲେ ଦୁଃଖ ଥିଲେ ଦୁଃଖ। ଆଜ୍ଞା ଠିକ ସେମିତି ନେଗେଟିଭ ଥିଲେ ପଜିଟିଭ ଆଜ୍ଞା ତ୍ରେତୟ ଯୁଗରେ ଆମେ ବି ଜାଣୁଛୁ ଶୁଣୁଛୁ ସାର୍ ଯେ ମନ୍ଥରା ବୁଢ଼ୀମା ବହୁତ କାହାଣୀ ଚରିତ୍ର ଆଜ୍ଞା ଆଉ କେତେବେଳେ ମନ୍ଥରା ନଥିଲେ ରାମ ତାଙ୍କର ସାଙ୍ଗେ ମା କୈକେୟୀ ବି ସାଥ ନେଇଥିଲେ ସାର୍ ଆଉ ଦ୍ୱାପର ଯୁଗ ତ ଜାଣୁଛ ଶକୁନି ମା ମୋର ଖେଳେ ଆଜ୍ଞା ଆଜ୍ଞା ଏନ୍ତା ତ ଫଲୋ କରିକରି କଳିଯୁଗରେ ବି ଆମେ ସମସ୍ତେ ଗୋଟେ ମନ୍ଥରା ସ୍ୱରୂପେ ଆଜ୍ଞା ଶକୁନି ସ୍ୱରୂପେ ସାର୍ ସାର୍ क्या बोलू ନିହାତି ସାର୍ ଆଉ ଗୋଟେ କଥା ପଚାରାମି ସାର୍ ଯାହାକି ଖଳନାୟକ ପ୍ରକୃତରେ ଖାଲି ହସବାର ଆକ୍ଚୁଆଲି ଉଦ୍ଦେଶ୍ୟ ନା କିଛି ସେ ବିଷୟରେ ପଦେ କହନ୍ ସାର୍? ନାଇଁ ସେଟା ରଙ୍ଗ ଆଜ୍ଞା ଯାହାକି ଯେତେ ଖଳନାୟକ ଅଛନ୍ତି ଖାଲି ହସବାଟା ଗୋଟେ ଏଇଟା ଅଛି ଶୁଣ ଆଜ୍ଞା କାଜ ହସ ସାର୍ କାଁ କାଜେ ହସନ୍ ଯେନ୍ ଗୋଟେ ଜିନିଷ ପାଇବା ପୂର୍ବରୁ ଆଜ୍ଞା ସଫଳ ହେଇଯିବି ବୋଲି ଗୋଟେ ଭାବସି ସାର୍ ନିଶ୍ଚିତ ଉତ୍ସାହିତ ହେସି ସାର୍ ତାର ଉପରେ ସେ ହସ ଆଶା କରିବୁ। ଆଶା 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 ନେଇ ହସବେ ପାଇକରି ସେ ଖୁସି ଆଜ୍ଞା ପରେ ସେ ଚିନ୍ତା କରିଥିବା ସେ ଜିନିଷଟା ଆଜ୍ଞା ନାଇଁ ବି ପାଇଥାଏ ସାର୍ କିନ୍ତୁ ତାର ଉପରେ ସେ ପାଇବି ବୋଲି ସେ ପୁରା ଖୁସି ନାଇଁ ନାୟକ ପୂର୍ବରୁ ଯେନ୍ ଖଳ ଶବ୍ଦଟା ଯୋଡ଼ି ହଉଛି ସାର୍ ଖଳ ନାୟକ ଆଜ୍ଞା ନାୟକ ଏବଂ ଖଳ ନାୟକ ସାର୍ ଖଳ ମାନେ ଦୁଷ୍ଟ ପ୍ରକୃତି ଲୋକ ସାର୍ ତ ରାବଣ ବି ଦୁଷ୍ଟ ପ୍ରକୃତି ଥିଲେ କଂସ ବି ଦୁଷ୍ଟ ପ୍ରକୃତି ଥିଲେ ଆର୍ ଆମେ ସିରିଏଲ କେ ଯେ ଦୂରଦର୍ଶନ ମାନକେ ଯେ ଦେଖି ଯେ ଏମାନଙ୍କର ହସଟା ବହୁତ ଉଚ୍ଚାଟନ ହେ ଆଜ୍ଞା ଆଉ ରାବଣ ବି ବଢିଆ ହସନ୍ ଆଜ୍ଞା। କଂସ ବି ବଢିଆ ହସନ୍ ଆପଣ ବି ତ ବଢିଆ ହସନ ठीक है अमर वन तो दास आगे ଆଜ୍ଞା नाट्य जगत रे नाट्य जगत रे पूरा हमर सीनियर मोस्ट ଗୋଟେ କାମ କରାଯିବ ଆଉ ତାଙ୍କର ମୁଖରୁ ଯାହାକି ଡାଇଲଗରୁ ଯାହାକି ହସି ଆରୁ ଡାଇଲଗ ତାକେ ସିନିୟର ଛୋଟ ନା ସିନିୟର ବେଲେ ତ ଆମର ଆଜ୍ଞା ଆଜ୍ଞା ଆଉ ସେ ମୁଖରୁ ନିହାତି ଫାଷ୍ଟ ଗୋଟେ ତାଙ୍କ ଡାଇଲଗ ରାସ୍ତାଟା ଯଦି ସଫା ଅଛି ସାର୍ ବେଲେ ସମସ୍ତେ ଭଲ ହେଇଛେ ସୁନ୍ଦର ହେଇଛେ ରାସ୍ତାଟା ଭଲ ଅଛେ ବୋଲୁଛନ୍ ଆଜ୍ଞା ରାସ୍ତାଟା ଯଦି ଖରାପ ଅଛି ସାର୍। ଲୋକ ତିଆରି କରବା ଲାଗି ଚେଷ୍ଟା કરે ଆଜ୍ଞା ଆଜ୍ଞା ତେଣୁକରି ଖଳନାୟକ ଭିତରେ ହେ ଭଳିଆ ବୁଝିଛି ମହିଳା ପ୍ରକୃତି ଆଜ୍ଞା ଆଜ୍ଞା ଖରାପ ବୁଝିବା ସାର୍ ତେଣୁକରି ତାକେ ଲାଷ୍ଟରେ ମାନେ ସୁଧରେବା ଲାଗି ଚେଷ୍ଟା କରିছে ଆଜ୍ଞା କିନ୍ତୁ ସେ ସୁଧରି ତ ନାହିଁ ପାରେ ବୋଲ ତ ସାର୍ ଖଳନାୟକ ନଥିଲେ ସେ ସବୁବେଳେ ଖେଳୁଥିଲେ ଆଜ୍ଞା ଆରେ ଖଳନାୟକ ଥିଲେ ହିଁ ଷ୍ଟୋରିଟା ଲମ୍ବି ଯାଉଛି ସାର୍ ଭଲ ଲୋକମାନେ ଥିଲେ ପୁରା ସରି ଆସେ ଆଜ୍ଞା 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 ଲାଷ୍ଟ ଖଳନାୟକ ଶେଷ ଗଲେ ସେଟା ସବ ଶେଷ ହେଇଯାଏ ଆଜ୍ଞା ଆଜ୍ଞା ଭଲ ଲୋକ ମାନେ ଆଜ୍ଞା ସାଡେ ଟିକେ ଦେଖିବା ନିଜେ ବାବଦ ନିହାତି ଆପଣ କହୁଛନ୍ତି ବି ଆଜ୍ଞା ଭଲ ଲୋକ ଯଦି ଥିବେ ବୋଲେ ବହୁତ ଜଲ୍ଦି ପୋଲିସ ଝଗଡ଼ ଯଦି नहीं লাগবে ଆଜ୍ଞା এটা মার যদি नहीं লাগবে তোরি ছাড়বে ଭଲ ବି नहीं ଲାଗେ ଲମ୍ବା ବି नहीं ହୁଏ ଦର୍ଶକ ବି ଦେଖିବା କି ଭଲ ଲାଗେ ହୁଁ ସେଥିର ଲାଗେ ହଁ ଆଉ ହସବାଟା ଗୋଟେ ଯେନ୍ କହୁଥିଲେ ସାର୍ ହସବାଟା ଖଳନାୟକର ଗୋଟେ ସ୍ୱତନ୍ତ୍ର ଆଜ୍ଞା ନିର୍ଦ୍ଦିଷ୍ଟ ଗୁଣ ଆଜ୍ଞା ସେ ଗୁଣ ଅଛି ସେପରି ଚାରିଟା ଆମର ପ୍ରଥମେ କହିଥାନ୍ତା ଚାରିଟା ଆମର ଖଳନାୟକ ଆଜ୍ଞା ଅଛନ୍
ସବୁ ଲୋକ ଟିକେ ଟିକେ ହସବେ। ହାଇ ତମେ ବି ହସ ନାଇଁ ସ୍ପେଶାଲ ହସି ଅଛି ସେ ହସି ଆଜି ହସ ଆମର ହସି ସମାନ ହେଇଯିବ ସାର୍ ସାର୍ ଖଳନାୟିକା ମାନେ ହସି ଏକ୍ସଟ୍ରା ଆଜ୍ଞା ଆଜ୍ଞା ନାଇଁ ତମଟା ଧରଣ ତମର ହସି ହସ ଆର ଆର ଆମ ଭାଇ ପଳେଇ ଆସିଲେ দেখবার আছে ଭାଇ ଆସନ୍ নিবা ଲମ୍ବୁ ଲମ୍ବୁ ଭାଇ ଆସନ୍ ଆଜ୍ଞା আসো খোলা নাই আজ্ঞা ଆଉ ସବକେ ପୁରା ସ୍ୱାଗତ ଜଣାଉଛୁ ଆଜ୍ଞା ନିଶ୍ଚୟ ତାଙ୍କେ ଆମର ସ୍ୱାଗତ। ତ ଆମର ବହିରେ ପ୍ରତାପପୁର ବହିରେ କ୍ୟାରେକ୍ଟର ରୋଲ ଦିଆ ହେଇଛି ଆଜ୍ଞା ଖଳନାୟକ ଆଜ୍ଞା ଆଜ୍ଞା খবর পরিচিত ନା ସାର୍ 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 ଆଉ ଉପରେ ମାତେ ଯାହାକି ହଉ ତମର ହଁ ସବୁ ଯାହାକି ପ୍ରଥମରେ ମୋର ଡାଇଲଗ ଟା ନିହାତି ନିହାତି ଇନ ଗୋଟେ ମୋର ଡାଇଲଗ ଅଛି ହୁଁ। ମୋର ଦୁଇ ଜଣ ମାନେ ଅଛନ୍ ନିଶ୍ଚିତ ଭାବରେ ମତେ ଯାହା ହେଲେ ବି ସପୋର୍ଟ କରିବେ ସିଓର ସିଓର ଇନ ମୋର ପୁଅ ଯେତେବେଳେ ଘରକେ ବିଦ୍ୟା ନ ସାରିକାର ଆସିଛି ସେନା ମୋର ଡାଇଲଗ ଅଛି ମୋ ସବୁଦିନ ପୁଅ ପ୍ରତି କୁଆଡ଼େ ବିଦ୍ୟାଦାନ ସାରି ଘରକୁ ଫେରୁଛି ରାଜା କହିଲେ କ'ଣ ନା ମୁଁ ତା ପାଇଁ ଅର୍ଦ୍ଧଥାଳି ପ୍ରସ୍ତୁତ ରଖିବି ସେ ଆସିଲେ ବନ୍ଦାପନା କରି ଘରକୁ ପାଛୁଟି ନେବି ନାଇଁ ନାଇଁଲୋ ମା ମୋ ଦ୍ୱାରା ଏସବୁ ସମ୍ଭବ ହେଇପାରିବନି ମାଲ ମଲି ତୁ ଚଟାକୁ ତୁ ତରତା ହେଲି ଭାଇ ତାକୁ ମଲି ଜବାବ ଦେଲି ମୁଁ ଯେତେ ସେଇ ଜବାବରେ ଉତ୍ତର ଖୋଜିକି ପାଉଛି ଯାହାକୁ ଯେତେ ମୋ ମା ନୁହେଁ ମୁଁ ହେଉଛି ତା ସାବତ ମା ମୁଁ ପଦ୍ମାବତୀ ମହାରାଣୀ ପଦ୍ମାବତୀ ନିହାତି ନିହାତି ଜାଣିଥିଲି ଆଜ୍ଞା 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 ଖଳନାୟିକା ରାଣୀ ଆସ ଆଜ୍ଞା আমার ম্যাডাম ହଁ ନିହାତି মুই দেখবাকে চলে বড় আক্টর भी नहीं से ହୁଁ एक्टर तो नहीं से एक्ट्रेस बोलो एक्ट्रेस भी नहीं से फिर भी ପାଞ୍ଚଟା ଆଙ୍ଗୁଳି ସମାନ ନୁହେଁ କୌଣସି ତୁମେ କାହା ଗୁଣରେ କହୁନ ପାଞ୍ଚଟା ଆଙ୍ଗୁଳି ହେଲା ଆରୁ କଥା ହିଁ ବଡ଼। କରି ଜାଣିଛନ୍ ଯେ ପୂଜା ପଜିଟିଭ କରେ ପଜିଟିଭ ରୁ ଏବେ ଜଷ୍ଟ ମୁଇ ମାନେ ନେଗେଟିଭ କୁ ଆକ୍ଟିଭ ହଉଛି ଆଜ୍ଞା ତ ଫିର ବି ଯେନ୍ ଆମର କାଲି ଦିନ ରାତିରେ ଆମ ନାଟ ହେଲା ଉଣ୍ଡି କଳା ପାଟିରେ ହୁଁ ଫାଷ୍ଟ ଷ୍ଟାଣ୍ଡ କରିଥିଲି ମୁଁ ନେଗେଟିଭରେ ଆଉ ସ୍ପେଶିଆଲି ସ୍ୱତନ୍ତ୍ର ଭାବରେ ମୋର ସାଙ୍ଗେ ଅଛି ନିହାତି ସାର୍ ଆମର ଅଜିତ କୁରୁ ଆଜ୍ଞା ସବୁ ଯେନ୍ କରିଥିଲି ଯେ ହୁଁ ମୋର ଗୋଟେ ମାନିଆ ଡାଇଲଗ ଅଛି ସେ ମାନିଆ ଡାଇଲଗ ମୁଁ ନିଜେ ଲେଖିଲା ଏକା ସେଟା ଏକା କହିବି ଠିକ୍ ଅଛି କହନ୍ କହ ମାନିଆ ଡାଇଲଗ ହଉଛି ମରାଠା ଦେଶର ରାଜକୁମାରୀ ମୁଁ କର୍ଣ୍ଣାଟ ଦେଶର ରାଣୀ ଆଖିରେ ମୋର ଚାକୁରା ତୀର ଓଠ କହେ ମଧୁର ବାଣୀ କଲିକତାର ମୋ ରାଣୀ ମହୁମାଛି ବଙ୍ଗଦେଶ କରେ ଖେଳ ଆଉ ମୋ ପଛେ ଯିଏ ଥରେ ଲାଗିଲା ସାରେ ଦିଏ ତା ବେଳ যেতে যাহা হেলে দিবি দেখো আর ঝিয়া দিবি ঘর পাটা ନିହାତି 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 ବହୁତ ସୁନ୍ଦର ତମେ ଯେନ୍ତା ହଉଥିଲା ଯେ ମୋର ପୁରା ବଢିଆ ସମାନ ଇଏ କାହାକୁ କମ ତମେ ବହୁତ ଭଲ କରୁଛ ନିହାତି ସାର୍ ଯାହାର ଆକାରେ ସେ ଆଜ୍ଞା ତାର ପରା କିଏ ନେବେ ଆଜ୍ଞା ହେଲା ନାଇଁ ଆଉ ସାର୍ ଯାହାକି ହସର କଥା ତ ଗଲା ସାର୍ ଯାହାକି ନାଟ୍ୟ ଜଗତରେ ପ୍ରତ୍ୟେକ ଗ୍ରୁପରେ ଗୋଟେ ହିରୋଇନ୍ ହିରୋ ସମସ୍ତେ ଗୋଟେ ଗୋଟେ ତାଙ୍କର ଗୋଟେ ଅନୁଷ୍ଠାନ ବନେଇକରି ଯାହାକି କାର୍ଯ୍ୟରତ ରହୁଛନ୍ତି ଆପଣ ସଂଘ କଥା ଯାହାକି ଆପଣଙ୍କର ଖୋଲ ଯେନ୍ ଏ ନାୟକମାନେ ଅଛନ୍ ତାଙ୍କର କାହିଁକି ଆଜି ସଂଘ ନେଇ ପାରବା ସେ ବିଷୟରେ ପଦେ କହିବେ ଆଜ୍ଞା କିନ୍ତୁ ସେ ସଂଘରେ ତ କାର୍ଯ୍ୟରତ ଭଲସେ ନେଇ ପାରବା ଆଗକେ ସେ ବିଷୟରେ ପଦେ କହିବେ ଆଜ୍ଞା କାର୍ଯ୍ୟକ୍ରମ ବହୁତ ଆମର ଆମର ଯୋଡ଼ି ନାହିଁ ହେଲା ଆଜ୍ଞା ଯାହାକି ପ୍ରାୟ ହିରୋ ସବୁ ହିରୋଇନ୍ ମାନେ ଅଛେ ପୁରା ଯାହାକି ସପୋର୍ଟ କରିବେ ତାଙ୍କର ମିଟିଂ ମଟର ସବୁ ରଖି ଯେନ୍ ଗୋଟେ ହିନସ୍ତାବରେ ଭଲ ନାୟକ ନା ହେଇଥିଲା ସବୁ ଲୋକ ଦାସୀ ହେଲା ହିରୋଇନ୍ ହେଲା ହିରୋ ହେଲା ମଚାମଣି ବି କରିଛନ୍ ଆଣି 2025ରେ ଆଜ୍ଞା ଖଳନାୟକ ମହାସଂଘ ସୁଦୃଢ଼ ସଂଗଠନ କରିବା ଲାଗି ଚେଷ୍ଟା କରିବୁ ଜାନୁଆରୀ ମାସ ଖଳ ନାଇଁ ମିଶିକିରି ଗୋଟେ ଖଳନାୟକ ତ କମ୍ ଖଳନାୟକ ଅଛନ୍ତି ସମସ୍ତେ ଆସି ଆମର ବଢିଆ ବଢିଆ ସମାନ ଚରିତ୍ର ଅଜିତ ଗୁରୁଜୀ ନିଶ୍ଚିତ ଭାବରେ ଆମେ ଏଇ ଜାନୁଆରୀ ମାନେ 25ରେ ଆମର ଖଳନାୟିକା ର ଗୋଟେ ଭଲ ସଂଗଠନଟେ ତିଆରି କର୍ମା ଆଉ ତାକେ ଆମେ କାର୍ଯ୍ୟ କର୍ମା ଆଉ ସମସ୍ତଙ୍କର ଆମର ଗୋଟେ ଭଲ ବୁଝାମଣା ରହିବା ଭଳିଆ ଆମେ ଗୋଟେ ଜିନିଷ କରିବା
ଆଉ ସମସ୍ତଙ୍କୁ ଆମେ ସାହାଯ୍ୟ କରାକରି ହେଲା ଭଳିଆ ଯେନ୍ତା ହେବା ତେଣୁ ଆମେ ଆମର ଖଳନାୟକ ଯେନ୍ ଆମର ଟିମ୍ ଅଛୁ ନିଶ୍ଚିତ ଭାବରେ 2025 ଜାନୁଆରୀ ଆମର ସଂଗଠିତ ହେବା ସେଟା ବି ଦୃଢ଼ ସଂଗଠିତ ବଣ ନାୟକର ସେଟା ଏଥିରେ ଆମେ ମନକା ଯେ ଟିକେ ହିସାବ ପ୍ରକାର ମିଶି କରି ପୁରାକେ ଯେନ୍ତା ଉପରେ ଛାଡ଼ନ୍ତୁ ଆଜ୍ଞା। ସବୁ କଥା ଛାଡ଼ନ୍ତୁ ସାର୍ ମାନେ ବିଶେଷ କରି ଏତେ ଦିନ ପରେ ମାନେ ମୋର ଅତୀତର ମାନେ ଭିଲିଆନ ଆଜ୍ଞା। ଯିଏକି ଆମ ପୃଥୁ ବାଟ ତାଙ୍କ ମୁହଁରୁ ସେ ଅତୀତର ମୁଁ ଗୋଟେ ଗୀତ ଶୁଣିବା ପାଇଁ ଚାହୁଁଛି ସେ ଗୀତ ଯୋଉଟା କି ମାନେ ମୋ ଦେହରେ ଗୋଟେ ରୋମାଞ୍ଚ ସୃଷ୍ଟି କରେ ହଁ ସାର୍ ସାର୍ ମୁଁ ସେଇ ଗୀତ ମୋତେ ଶୁଣିବା ପାଇଁ ଚାହୁଁଛି ନିହାତି ତମେ କାହିଁ ଶୁଣିବ ଆମେ ସବୁ ଦର୍ଶକ ମାନେ ବେଶୀ ନାହିଁ ନା ପୁରା ଦେଖ रूपे झरे मुक्ता जरा रूपे मोती निपुरा रूपे झरे मुक्ता जरा रूपे मोती निपुरा रूपे रूपसी तोहरा रूपहीन मो शरीर रूप देखी जाए लाखी रूप देखिला जेब रूप ज्योति प्रभाकर रूपे झरा मुक्ता झरा रूपे मोती निपुरा ନାଟ ବୋଲୁଛୁ ସାର୍ ଆଉ ନାଟ୍ୟ ମଞ୍ଚ ବି ବୋଲୁଛୁ କିନ୍ତୁ ରଙ୍ଗମଞ୍ଚ କେଁକା ଯେ କୁହାଯାଏ ସାର୍ ନାଟ୍ୟ ମଞ୍ଚ କେଁକା ଯେ ଚିହ୍ନି କୁହାଯାଏ ସେ ବିଷୟରେ କହିପାରିବେ ସାର୍ ବହୁତ ବଢ଼ିଆ କୋଶ୍ଚିନ୍ ଦାସ ମିଳିକା କହିପାରବୁ ମନ ଟିକେ ନାଟ୍ୟ ମଞ୍ଚ ରଙ୍ଗମଞ୍ଚ ନାଇଁ ସାର୍ ଆକ୍ଚୁଆଲି ଆମେ ମାନ୍ୟଗଣ୍ୟ ଆମ ମାନେ ଗୁରୁ ଅଛନ୍ତି ଯେହେତୁ ଆପଣଙ୍କର କାମ କହିବାଟା ଓଭରଟେକ୍ କରି ଠିକ୍ ନେଇ ସେ ନିହାତି ଗୁରୁ ସାର୍ କହିବେ ନିହାତି ଆକ୍ଚୁଆଲି ଆଜ୍ଞା ବୋଲେ ଆମେ ଦେଖ ଆମେ ତ ନାଟ କରୁଛୁ ଆଜ୍ଞା ନାଟ୍ୟ ମଞ୍ଚ କେଁକା ଯେମିତି କହୁ ଆଉ ରଙ୍ଗମଞ୍ଚ କେଁକା ଯେ ଚିହ୍ନି କହିବେ ସାର୍ ସେ ବାବଦରେ ପଦେ କହନ୍ତୁ ଯେହେତୁ ଆମର ନାଟକଟା ରାତି ଆସି ଆଜ୍ଞା ଆଉ ରାତିରେ କଥା ତ ଯେହେତୁ ରାତିରେ କ'ଣ ବିଶେଷତଃ ଅନ୍ଧାରେ ଆଜ୍ଞା କଥାଟା ଆମେ ବଲ୍ କଲା ଏଇଟା ସାଧାରଣ ମତରେ ମୁଁ କହୁଛି ରଙ୍ଗୀନ ବଲ୍ ଗୁଡ଼ାକ ଅଛି ସାର୍ ସେ ମତରେ ବି ଗୋଟେ ରଙ୍ଗୀନ ରଙ୍ଗମଞ୍ଚ ଆଜ୍ଞା। ଆଉ ଆମେ ସେ ମଞ୍ଚକି ଯିବା ପୂର୍ବରୁ ଆମର ସଙ୍ଗେ ଗୋଟେ ମିକ୍ସିଂ ଆସିବ ରକ୍ କଲର ଆମେ ଓଡ଼ିନା ଆମେ ସାଧାରଣ ଭାବରେ ନିଜ ନାଇଁ ଲାଜ ଲାଗ୍ସି ସାର୍ ସାର୍ ତେଣୁକରି ଆମେ ଯେ ଯାର ଚରିତ୍ର ନେଇକରି ଗୋଟେ କଲର ମାଗସୁଁ କି କାଁ ବୋଲୁଛୁ ଆଉ ମଞ୍ଚକେ ଯାସୁଁ ଆଜ୍ଞା। ମଞ୍ଚ ସହିତ ରଙ୍ଗ ଆଜ୍ଞା ମିଶିଗଲେ ରଙ୍ଗ ଏଇଟା ମୋର ମତ ଆଜ୍ଞା ସେଟା ବି ଗୋଟେ କଥା ଆର ଗୋଟେ କଥା ଅଛି ଆର ଗୋଟେ କଥା ଅଛି ବାସ୍ତବକୁ ନେଇକି ଅଭିନୟ ହେଲା ଏ ଜୀବନ ହେଉଛି ଗୋଟେ ରଙ୍ଗମଞ୍ଚ ଆମ ଜୀବନରେ ଯାହା ବି ଘଟଣା ଘଟୁଛି ତାକୁ ଆମେ ମାନେ ଲେଖକ ଦ୍ୱାରା ଆଉ କଳାକାର ଦ୍ୱାରା ନାଟକ ପ୍ରଦର୍ଶନ ଭାବେ ଆମେ ଦର୍ଶକଙ୍କୁ ଶିଖେଉଛୁ ଯାହାଦ୍ୱାରା କି ସେଇଟାକୁ ରଙ୍ଗମଞ୍ଚ ହିଁ କୁହାଯାଉଛି ନିହାତି ନିହାତି ବହୁତ ସୁନ୍ଦର ଭାବେ ଯାହାକି ଏ ପ୍ରଶ୍ନର ଉତ୍ତର ଦେଇଥିବାରୁ ବହୁତ ଧନ୍ୟବାଦ ଆଉ ଗୋଟେ କୋଶ୍ଚିନ୍ ମୁଇଁ ଯାହାକି ଆନମା ଯାହାକି ଆଉ ଆମେ ତ ଯାହାକି ନାଟକରେ ଯାହାକି ରାଜ ପୋଷାକ ସବୁ ପିନ୍ଧୁଛୁ ସେଟା ପିନ୍ଧବାର ଆକ୍ଚୁଆଲି ଜରୁରତ ହେ କି କାଣା ନିହାତି 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 ଆମେ ସମସ୍ତେ ସାମାଜିକ ଭାବରେ ଦେଖୁଛେ ଅପେରା ଦେଖୁଛେ କେଉଁ ଏରିଆରେ କ'ଣ ଚାହୁଁଛି ହେଲା ସେଟା ଅଡ଼ିଏନ୍ସଙ୍କ ଉପରେ ଡିପେଣ୍ଡ ସେଟା ଅଡ଼ିଏନ୍ସ ଉପରେ ଡିପେଣ୍ଡ ପ୍ରକୃତିରେ ସେଟା ଆକ୍ଚୁଆଲି ଯଦି କହିବାକେ ଗଲ ବୋଲେ ଆମେ ପୌରାଣିକ ନେଇକରି ଏଇଟା ପୌରାଣିକ ଆଉ କାଲ୍ପନିକ ମିଥ୍ ଧର୍ମ ଧର୍ମୀ ନାଟକ ନିହାତି ଆମେ ଯେହେତୁ ଗୀତିନାଟ୍ୟ କହୁଛୁ ଗୀତିନାଟ୍ୟ ଯେତେବେଳେ କହୁଛୁ ଗୀତିଟା ନାଟକୀୟ ପୋଷାକ ଆକ୍ଚୁଆଲି କାଣା କାଣା ରହିବାର କଥା ସାର୍ ନାଟ୍ୟ ପୋଷାକରେ ଆକ୍ଚୁଆଲି ପୋଷାକ ଯେନ୍ଟା ଆମେ ଏବେ ଯେନ୍ ଚାଲିଛେ ରାଜା ଯେନ୍ଟା ପିନ୍ଧସନ୍ ହିରୋ ଯେନ୍ଟା ପିନ୍ଧସନ୍ ଆଜ୍ଞା ତାପରେ ହିରୋଇନ୍ ଯେନ୍ଟା ପିନ୍ଧସନ୍ ସାର୍ ଭିଲିଆନ୍ ମାନେ ଯେନ୍ଟା ପିନ୍ଧସନ୍ ସେନାପତି ଯେନ୍ଟା ପିନ୍ଧସନ୍ ସେଟା ଆକ୍ଚୁଆଲି ଠିକ୍ ହେ ଆଉ ନାଟରେ କେବଳ ଡାଇଲଗ କହିଲେ ବି ନାହିଁ ଆଜ୍ଞା ଗୀତ ବି ଜରୁରୀ ଯେହେତୁ ଆମେ ନାଟକ ଗୀତିନାଟ୍ୟ ଆଜ୍ଞା ଆଜ୍ଞା ଗୀତ ନଥିଲେ ନାଟ୍ୟ କେନ୍ ନାଟକ ଗୀତିନାଟ୍ୟ କେନ୍ ନାଟକ ନିହାତି ସାର୍ ଗୀତ ଜରୁରୀ ଆଜ୍ଞା ନାଟ୍ୟ ନାଟକ ଭିତରେ ମାନେ ଡିଫରେନ୍ସ ଡିଫରେନ୍ସ ଥାଏ ଆମେ ପିଲାଙ୍କର ମୁହଁରୁ ଆମେ ପିଲା ନାଟକ ତ ନେଇ କହିବା ପିଲାକାର ମୁହଁରୁ ମାନେ ଗୀତ ପଦେ ଶୁଣବାର୍ ଲାଗି ସବେ ଦର୍ଶକ ଅନେଇଥିସ୍ ନିହାତି 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 ସାର୍ ଗୀତି ନାଟକ କଥା ଆଜ୍ଞା ଆଜ୍ଞା ଏଇଟା ତ ପଚରାଲେ ଯେ ଆମେ ଦି ଲୋକ ସିନା ସୁନ୍ଦର ଡାଇଲଗ କହିକି ରାଣୀ ରାଣୀ ହସିନ ଯେ ଆମର ଭିଲିଆନ ଯେ ଆମର ଦୁଇଟା ଆଜ୍ଞା ମାନେ ସେ ଡାଇଲଗ କହିବ ନି ହସି
হয় ତମେ ସତ last କଥା। ରେ ପୁରା ପୁରା ଯିବା ଅଛି। ଆମେ ଆଗର ଦିନ ମାନଙ୍କରେ ହସି ଦେଇଛୁ ପଦ୍ମାବତୀ ହସି 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 ଯାଇଛୁ ଆମେ ଚିନ୍ତା ହବନି नहीं से हंसा के जता हंसाल ତାପରେ ଆମର ଏ ଦାଦା ବି ଅଛ ଆମର ସେ ତାଙ୍କର ହେବା ନିହାତି ହେବା ହଁ, ଯେ ସାର୍, ଲାଷ୍ଟ କେତେ ମାସଟା ଆକ୍ଚୁଆଲି ଦର୍ଶକମାନକେ ଯେନ୍ କୋଶ୍ଚିନ୍ ମାନେ ଆସୁଛି ଦର୍ଶକମାନଙ୍କର ଯେନ୍ ଏଇଟା ଯେନ୍ ଜିନିଷ ବୁଝିବାର କଥା ଦର୍ଶକମାନେ ଠିକ୍ ଭାବରେ ଜାଣି ନାଇଁ ପାରବା ସେଥିର କାଜି ମୁଇଁ ଆପଣମାନେ ଯାହାକି ଆଜି ବୟୋଜ୍ୟେଷ୍ଠ ମାନକେ ପାଇକରି ମୁଁ ବହୁତ ଖୁସି ଅଛି ସେଥିର କାଜି ମୁଁ ଆଜି ପଚାରୁଛି ହଏ ଆର ଗୋଟେ କଥା ବି ସାର୍ ନାଟକ ଆକ୍ଚୁଆଲି ରାଜକୀୟ ବସ୍ତ୍ର ପରିଧାନ କରାଯାଏ ଆଜ୍ଞା ଆଉ ରାଜକୀୟ ବସ୍ତ୍ର ମାନେ ନାଟକ ପୋଷାକ ଆଜ୍ଞା ସାଞ୍ଜୁ ସାର୍ ସାର୍ ଏବେ ଗୋଟେ ରାଜା ବାହାରିଲା ଆଜ୍ଞା ତାଙ୍କର ତାର ଗୋଡ଼େ ଯଦି ପଗୁଡ଼ି ଥିବା ସାର୍ ବକୁଟରେ ଥିବା ସାର୍ ତାହେଲେ ଭଲ ଲାଗିବ ନାଇଁ ଲାଗେ ସାର୍ ଯେ ଲାଗି ରାଜା ମାନେ ଜଷ୍ଟ ଏବେ ଦେଖୁଛନ୍ ଏବେ ବାହୁବଲି ଗୋଟେ ତେଲୁଗୁ ଫିଲ୍ମ ଗୋଟେ ବାହାରିଛି ସାର୍। ତେଣୁ ଆପଣ ନିଜେ ଚିନ୍ତା କରି ଦେଖୁନ୍ ବାହୁବଲି ଫିଲ୍ମଟା ଯିଏ ଦେଖିବା ସେ ଜାଣିପାରିବେ ନାଟକ କରେ ସେ ବାହୁବଲି ଫିଲ୍ମ ସୁମାର ତାପରେ ଆଜ୍ଞା ତେଣୁ ସେନାପତି ସେନାପତି ରାଜା ସବୁ ପୁରା ରାଣୀ ରାଣୀ ପୋଷାକ ସୈନିକ 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 ସାର୍ ତାପରେ ଆଜ୍ଞା ରାଜା ଯଦି ହିରୋ ଡ୍ରେସ୍ ଗେଟଅପ୍ଟା ଲଗାବ ଆଜ୍ଞା ସାଜି ସୁଜା ଯେନ୍ଟା ଅଛି ସାର୍ ସାର୍ ତାହେଲେ ରାଜା ପୁରା ଲାଗିବ ଦେଖ ନାଇଁ ସାର୍ ରାଜା ରାଜା ଆଜ୍ଞା ମନ୍ତ୍ରୀ ଆଜ୍ଞା ସେହି ହିସାବରେ सबको सांझ अलगा अलगा আছে আর ঘরে যেটা सबको প্রোগ্রাম अलगा अलगा আছে ଆଜ୍ଞା তবে ধর সদৃশ আছে ঘর হি এটা ଆଜ୍ଞା নার ভিতরে ঘর ଆଜ୍ଞା বলাটা গোটা আসলে ନିହାତି ହଁ ପରିବାର ଆସେ ଆଉ ଆଉ ଅଦା ହଉ ଆସନ୍ हंसा बसा ହଁ ସାର୍ ନିଏ ସତେ ଆରୁ ଗୋଟେ ପଚାର କହିବି ହୁଁ ଆଜ୍ଞା କହିକି ପଚାରାନି ଆଜ୍ଞା स्टार्ट करो ना बाबू आ गया ଏନ୍ତା କର୍ମ ଦାଦା ରହନ ବହୁତ ସୁନ୍ଦର ଭାବେ ଯାହାକି ସୁନ୍ଦର ଉତ୍ତର ଦେଇ ସାରିଲେ ସାର୍ ଆଉ ଯେ ନାଟକ ଗୁଡ଼ିକ ଆମେ ଦେଖୁଛେ ଯେ ସାର୍ ଯାହାକି ରଜା ରାଜା ଟାଇମ୍ରେ ତ ଆଇନର ଶାସନ ନେଇ ଥାଏ ସାର୍ ଆକ୍ଚୁଆଲି ଆଉ କେଁ କାଜେ ଆଇନର ଶାସନ ନେଇ ଥାଏ ବୋଲେ ଆକ୍ଚୁଆଲି ଏବେ ଯେନ୍ ରାଜା ବାହାର କରଛନ୍ ଆଉ ପୁଲିସ ବାହାର କରଛନ୍ ସେଟାର ଅର୍ଥ କାଣା ଆକ୍ଚୁଆଲି କହିପାରିବେ ସାର୍ ଆକ୍ଚୁଆଲି ଆଇନର ଶାସନ ଥିଲେ ଜାଣିକ ଆଇନଟା ଆଜ୍ଞା ନାଇଁ ରାଜାର ବି ଆଇନ ଥିଲା ନାଇଁ ନାଇଁ ଆଉ ତ ସିପାହୀ ରାଜାର ସିପାହୀ ଅଛି ପୋଲିସ ନାଇଁ ସିପାହୀ ସାର୍ ସିପାହୀ କିନ୍ତୁ ହୁଏ ତ ଫୁଲ ପ୍ୟାଣ୍ଟ ନେଇ ପିନ୍ଧିବ ହାଫ ପ୍ୟାଣ୍ଟ ପିନ୍ଧିବା କଥା ଆଜ୍ଞା। আর ক্যাপ ଗୋଟେ প্যান্ট ହଁ। সিপাহীর সিপাহী রাজুড়া অমল গুণ সিপাহী ଅଛି ସାର୍ ସେଟା ରାଜା ଶାସନ ରହିବ রাজা শাসন ଆଜ୍ଞା ଦେଖିଥିବେ ଆଜ୍ଞା তার ক্যাপ এগর ক্যাপ ଆଉ এগর ক্যাপ যেন পুলিশ বাল যে তাঙ্গর ক্যাপটা ইউজ করতো ଆଜ୍ଞା ଆଜ୍ଞା ସେ କ୍ୟାପ ନାହିଁ ଆଜ୍ଞା ଆଜ୍ଞା ସେକ୍ଟର ସେ କ୍ୟାପରେ ସେ କାଣା ଥିଲା ୱାନ୍ ସାଇଡ୍ ଯଦି ତାପରେ ସେନାପତି ଗୋଟେ ବାହାରିଛି ସେଣ୍ଟର ଷ୍ଟାଇଲ୍ ଗୋଟେ ତାଙ୍କର ଦେଖିଲେ ହାଫ ପ୍ୟାଣ୍ଟ ଫୁଲ ପ୍ୟାଣ୍ଟ ନାଇଁ ସାର୍ ସାର୍ ଆପଣ ଦେଖି ସେଟାକେ ମୁଭଲିଂ କରି ସେ ଡ୍ରେସ୍ କେ ସିଲେମ ବୋଲି କରିବେ ଇ ଆମର କେନ୍ ଫରେଷ୍ଟ ଗାର୍ଡ କିମ୍ବା ହୋମ ଗାର୍ଡ ତାର ଡ୍ରେସ୍ ଗୁରା ଆଣିକରି ଲଗେଇ ଦେଇছে ତାର পুলিশ গুলো বাইরে দিয়েছে ଆଜ୍ଞା କିନ୍ତୁ ସେଟା ଠିକ ସେଟା ଉଚିତ ନାଇଁ ସେ ଆଜ୍ଞା ଆଜ୍ଞା ସନ୍ତାନ ସାର୍ ଯିବା ପଡ଼ିବ ଆଜ୍ଞା ଯେନ୍ତା ଚାଲିଛି ନାଟକ ଟିକେ ରଙ୍ଗୀନ କରାହଉଛି ଆଜ୍ଞା ଜଷ୍ଟ ଲୋକ ସେ ସାବୁନ ସାଙ୍ଗେ ଶ୍ୟାମ୍ପୁ ପିଇ ପଡ଼ା କଥା ଏଇଟା ସାର୍ ସାର୍ ଟିକେ ମିକ୍ସଚର ଲଗେଇଲେ ଭଲ ଲାଗେ ଆଜ୍ଞା ଆଜ୍ଞା ହଏ ଠିକ ନାଇଁ ଏବେ ଆମେ ଯିବାକୁ ବହୁତ ବହୁତ ଅଛି ଆଜ୍ଞା ଆଜ୍ଞା ଆଉ ପୁରା ଆମେ ଯେ ନାଟକ କରୁଛୁ ଆମ ନାଟକ କରୁଛୁ ବହୁତ ଗୁଡ଼ା ଯୋଉ ପ୍ରତି ପ୍ରତି ପ୍ରକୃତ ଛାନି ଆଣି ଆଜ୍ଞା ପୁରା ଛାନିକରି ବହୁତ ଆଜ୍ଞା ଆଜ୍ଞା ଯୋଉ ନାଟକ କିନ୍ତୁ ଆମେ କାଣା ଲୋକ କାଣା କଣ କରୁଛୁ ଆଜ୍ଞା ସେଟା ସେ ଜିନିଷଟାকে ନେଇକରି ଆମେ ଚଳୁ କିନ୍ତୁ ଯଦି ଏ ଜିନିଷର ଜଜମେଣ୍ଟ କରାଯିବ ବହୁତ আর সে ଆଉ ସେ କୋଶ୍ଚିନ୍ ନେଇ ଆସୁନେ ସାର୍ ଆରୁ ସେ କଥା ନେଇ ବି ଆଜ୍ଞା ଆଜ୍ଞା ଆଉ ସେଟାକେ ଆକ୍ଚୁଆଲି ଆଗର ଯଦି ଧରିବୁ ବୋଲେ ବି ଦର୍ଶକର ମନକେ ନିଚି ହେଇପାରୁନି अगर हमें धर लिया पर 50ଟା ଲୋକର 50ଟା ମନ ଥିବ ଆଜ୍ଞା ଆଜ୍ଞା ଗୋଟେ ଲୋକ ନାଟ ଦେଖି ଆସେ ସାର୍ ତ ହୁଏ ତ ସେ ଷ୍ଟୋରି ବୁଝିବା ଲୋକ ଆଜ୍ଞା କେତେ ନାଟ ତାকে କମେଡି দেখবার ଭଲ ଲାଗେ ସେ ଏନ୍ଜୟ କରବା ଲାଗେ ସାର୍ ସାର୍ ନିହାତି ତ ସବୁ ଜିନିଷକେ ସବୁ ଲାଗେ ସବୁ ଜାଗାରେ ତାର ମାନେ ପୁରାନ ଦିନ କାମ କରୁ सब लोग पीछे से पूरा ନିହାତି ଆଉ ସାକ୍ଷାତ ଯୁବ ଯେନ୍ତା ପରିବର୍ତ୍ତନ ପାଞ୍ଚ। ଜିନିଷକୁ ବି ହେନ୍ତା ପରିବର୍ତ୍ତନ ଠିକ କରବାକୁ ପଡବା ନାଇଁ କି ମନେ ହଉଛି 500 ଆଜ୍ଞା। ହଉଛି 25 ଆଜ୍ଞା 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 ଜମନେ 25 ଥର 500 ମାନେ 25 ସାର୍ ସାର୍ ପିଲା ତ 25 ଟା ପ୍ରକୃତି 30 ସାରି ଚଢିଛି ପୂର୍ବ ପୁରୁଷମାନେ ଦେଖିଥିଲେ ଯେ ଘୁଷୁରୀ ପ୍ରକୃତି କମ୍ପେଲ ଅଟେ ମଣିଷ ଆଜ୍ଞା ନିହାତି ପିତା ନା କିଛି ନାହିଁ ସାର୍ 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 पूरा लोग मन ना पैसे ନାଇଁ ଦୁର୍ଗା ଗଲା କହିছে ଏତିକି ଯାକେ